ଦେ ଖାଇବାକୁ ଦେ ବସିଛି ଏଠି ଭୋକ କଲାନି ଘରେ ଚୁଡ଼ା ମୁଢ଼ି ଦଉନୁ ଖାଇବାକୁ ଖେଳୁଛୁ ସେଠି ଏମିତି କ'ଣ ହଉଛ ସେତେବେଳୁ ଦଉଛି ଖାଇବାକୁ ଇଆଡ଼େ ଏଠି ଏତେ ମୁଢ଼ି ଦେଇ ଦେଇଛୁ ପାଚିଲାନି ନା ଦେଖିଲୁ ପୁରା ଇଏ ଆମ ଦେଶୀ କଦଳୀ ରହି ରହି ପାଚିଗଲାନି ନା କଦଳୀ ରହି ରହି ଆମର ପାଚିଲାନି ଦେଶୀ କଦଳୀ ଗଛ ରହିଥିଲା କଦଳୀ ଗୋଟେ କଦଳୀ ଶୁଖିଗଲାଣି ତୁ କଦଳୀ ଖାଇବୁ ଏଇ ତଳକୁ ଓହ୍ଲା ତଳକୁ ପଳେଇବା ତଳକୁ ଓହ୍ଲା ଅସନା ତଳକୁ ଓହ୍ଲା ତତେ କହୁଛି ଅସନା କଲା ନାଇଁ ନାଇଁ କଟକ ମୁଁ ଗୋଟାଇ ସାରିଲେ ମୁଁ ଗୋଟାଇ ସାରି କଟକ କଦଳୀ ନାଇଁ ନା ଖାଇବି ଛଡ଼େଇ ତଳକୁ ଉପରୁ ଯା ଦୁଷ୍ଟ ନା ନା ବାଡ଼େଇବ ତଳକୁ ଓହ୍ଲା ତଳେ ଓହ୍ଲେଇକି ଖା ଯା ଏଇଟା ଗୋଟାଇ ସାରିଲେ ଖଟ ଉପରେ ଚଢିବୁ ଯା ନା ସକାଳୁ ଆସି ଦୁଷ୍ଟ ହଉଛି ଏଠି ଅମୁଲ ଟିକେ ପକା ସକାଳ ସକାଳ ଚୁଡ଼ା ମୁଢ଼ି କଦଳୀ ଖିଆ ହବ ତାପରେ ଯାଇ ପଖାଳ ଖିଆଯିବ ଆଉ କ'ଣ ହେଇଛି ଖାଉ ଯଦି ଥାଳି ଦେଉଛି ମିଠା ଏଇ ପାନ ଲାଗିଲା ଦେଖ ପଛ ଚଉଦି ଦିନ ତାର ଗୋଟେ ହାତ ଖରେଇ ହେଉଛି କଦଳୀ ଖା ଥାଉ କେତେବେଳେ ଦେବ ତିନି ଠାଉନ ବେଶୀ ପକାନା ଗରମ ହେଉଛି କହିଯା ମା ବାଡ଼େଇବ ଧର ତ କଦଳୀ ତମେ ହାତରେ ଚକୁଟ ବସିକି ଛାଡ଼େ ଲୁଣ ପକେଇଛି ଟିକେ ଲୁଣ ପକେଇନି ମିଠା ଲାଗିବ ରେଡ଼ି ହେଇଗଲା ଏବେ ଖାଇବା ପ୍ରବଳ ଗରମ ହେଉଛି ସକାଳେ ଦେହରେ ଝାଳ ବାହାରି ପଡ଼ିଲାଣି ଏଇ କଦଳୀ ଇଏ ନେଇକି ଡଜନେ କଦଳୀ ଆଣିକି ଖାଉଛି ଛିଡ଼ା ହେଇକି ହାତ ଦେଖାଉଛି ଡଜନ କଦଳୀ ଧରିକି ପଳେଇଲାଣି ରାକ୍ଷା ଆଉ ମାରିକି ଉଡ଼େଇଦବ ବୋଲ ବାବା ଦୁଷ୍ଟ ହଉଛି ନା ନାଦି ଦେଉଛି କଦଳୀ ଗୁଡ଼ାକ ଏଡ଼େ ବଡ଼ ଦର ବୁଢ଼ୀଟେ ହେଲାନି ଇଏ ଛୋଟ ପିଲା ଇଏ ହେଉଛି ହଁ ବୁଢ଼ୀ ହେଇଲାନି ଛୋଟ ପିଲା ଖେଳୁଛି ତାକୁ ହଗି ଛାଟୁଛି ସିଏ ଏଠି ଦୌଡ଼ିକି ଆଉଛି ସିଏ ହଗି ଛାଟୁଛି ଇଏ ହଗି ଛାଟୁଛି ତାକୁ ନ ଖୁଆଇକି ସକାଳ ସକାଳ ଇଏ ତାକୁ ଛାଟୁଛି ଇଏ ତାକୁ ଛାଟୁଛି ସେ ଛାଡ଼ିଲା ଖାଇବ ବୋଲି କେତେ କ'ଣ ତାକୁ ମାନେ
ହଁ ଦେଲେ ଛାଟିବି ଯାହା ଭିତରେ ଦେଖ ତ ଦେଇ ଯା ପାଖକୁ ଦେଇ ଯା ପାଖକୁ ଦେଇ ଯା ହଗି ଛଟାଛଟି ହେଇକି ତାକୁ ଖୁଆଉଛି ଆଉ ହଗି ଛାଟେ ଇଏ ତାକୁ ଛାଟେ ସିଏ ତାକୁ ଛାଟୁଛି ହଉଠୁ ମା ଛୁଆଟି ଭଲ ହେଇଛି ଏମିତି କହି କହି ତ ଗିନାଟା ଖୋଇଦେଲୁ ନା ଗିନା ତ ତାକୁ ଖୋଇ ସାରିଲାଣି ସବୁ ଦେ ମୋ ଶାଶୁ ଶ୍ୱଶୁରକୁ ମୁଁ ଦେଇଛନ୍ତି 1300-1500 ଟଙ୍କା ସବୁ ଛଞ୍ଚିକି ରଖିଛି ଦେଇଛନ୍ତି ମିକୁକୁ ବି ଦେଇଛନ୍ତି ଖର୍ଚ୍ଚ କରିବାକୁ ମିକୁ ପଇସା ବି ଦେଉନି ଖର୍ଚ୍ଚ କରିବାକୁ ମିକୁ ମୁଁ ଆଣିକି ଦେଉଛି ଖାଇବାକୁ 120ଟା ଶହେ ତୁ ନିଜେ ଖାଇଲୁ ମୋମୋ ଖାଇଲୁ ତୁ ମୁଁ 100 ଟଙ୍କା ମାଗୁଛି ଚିକେନ୍ ଆଣିବା ପାଇଁ ଚିକେନ୍ ମାସ ପାଇଁ ଦେଉନି କହୁଛି ତମ ପଇସାଟା ଆଣିନ ସିଏ ତା ବୋଉ ଦେଇଛି ତାକୁ ପଇସା ତାହାର ପଇସା ଆମର ପଇସା ନୁହଁ କିଣା 100 ଟଙ୍କା ଦେଉନୁ ଖାଲି ଚିକେନ୍ ଆଣିବା ଆମେ ତ ଖାଇବା କିଏ ଖାଇବ କି ହଁ 500 ଟଙ୍କା ତ ଖାତା ରହିଯିବ 1000 ଟଙ୍କାରେ ତୁ ମୋତେ କାଲି 120 ଟଙ୍କା ଦେଇଥିଲୁ ମୋମୋ ପାଇଁ ଆଉ ପଇସା ଆହୁରି 800 ଟଙ୍କା କୋଉଠି ହଁ 880 ହଁ 900 ଟଙ୍କା ଅଛି ଆହୁରି 880 ଟଙ୍କା ଥିବ ଆଉ 110 ଟଙ୍କା ଦେ ତାପରେ ଏଇଠୁ ଗୋଟେ କାଲି ଗୋଟେ 880 ନୁହଁ କାଲି ଗୋଟେ ଡ୍ରେସ୍ଟେ ମଗେଇ ଦେଇଛି 211 ଟଙ୍କା ଯେତେ ଡ୍ରେସ୍ ଅଛି ପିନ୍ଧୁନା ଚିରା ଫଟା ପିନ୍ଧୁଛୁ କେତେ ଜାଗା ମୁଁ ସିଲେଇ କରିକି ସେଇଟା କହୁଛି ଡ୍ରେସ୍ ରଖିଛି ମେଞ୍ଚ ଡ୍ରେସ୍ ନୂଆ ନୂଆ ଡେଲି ପିନ୍ଧା ଡ୍ରେସ୍ ସେଟା କୋଉଠି ଗୋଟେ ଯିବା ଆସିବା ଡ୍ରେସ୍ ରଖିଛି ଯିବା ଆସିବା ସେତେ କିଣିଲେ କ'ଣ ହବନି ଏବେ ଆଉ ଯିବା ଆସିବା ଏବେ କିଣି ରଖୁଛି ତୁ ତ ମୋଟା ହେଇଯାଉଛି ତ ଡ୍ରେସ୍ ତ ହଉନି ତୋତେ ଯିବା ଆସିବା ଡ୍ରେସ୍ ଅଲଗା ଡେଲି ପିନ୍ଧିବା ପାଇଁ ଡ୍ରେସ୍ ଅଲଗା ଯିବା ଆସିବା ଡ୍ରେସ୍ ଭଲ ଭଲ ଡ୍ରେସ୍ ଥାଏ ଆପଣ ଘରେ ହେରା ପିନ୍ଧି ଦେବ କାଢିକି 200,000 ଟଙ୍କା କାଲି ଦେଇଛି ଅନଲାଇନ୍ରେ ଦେଇଦେଇଛି ତାପରେ 820 ଇଏ ପୁଣି 211 ପଳେଇଲାଣି ହଉ ଆଉ 110 ଟଙ୍କା ଏତେ ପଇସା ଖର୍ଚ୍ଚ କରିଦେଉଛି 100 ଟଙ୍କା ଦେଇକି ପେଟ ଖାଇବାକୁ 100 ଟଙ୍କା ଦେଇପାରୁନି ଆଉ 600 କେତେ ଟଙ୍କା ଅଛି ମୋର ତ ମୁଁ କେମିତି ଦେବି 100 ଟଙ୍କା 110 ଟଙ୍କା ଦେଉନ ଆଉ ରହିବ 500 ଟଙ୍କା ଦେବ ତୋର ନାଇଁ ତମେ ତ ଖାଇଛ ମୋ ମୂଳ ପଇସାଟା ରହିଯିବ ଆଉ ତୋ ଫୋନ୍ ପେ ଦେଖିଲି 600 ଏମିତି ଦେଖେ ଟିକେ ତମେ ନିଜେ ଆଣିକି ଦେଖ ମୁଁ ଆଣ ଏଠି ଅଛି ଆଣିକି ଦେଖ ଯଦି 600 କେତେ ଟଙ୍କା ଯଦି ନଥିବ ଆଣ ଯଦି ଥିବ 600 କେତେ ଟଙ୍କା ଥାଉ 600 ଟଙ୍କା ଦଉନୁ ଖାଇବାକୁ ଦେଇଛି ତ ବୋଉ ଆଉ କ'ଣ କି ଏ ପଇସା ଦେଲା ବେଳକୁ ଭାରି କଷ୍ଟ ଆମ କତ ଖାଇଲା ବେଳକୁ ବହୁତ ଗାଁ ଗାଁ କରି ଖାଇଦେବ ଏଟା ଆଣ ସେଟା ଆଣ କହିଦେବ ନିଜେ ଦେଲା ବେଳକୁ ବହୁତ ଟଙ୍କାଟେ ପଇସା ବାହାରିବନି ଦେ ରିକ୍ୱାଇ ପଇସା ଦଉ ଦରମା ଦେଲେ ମୁଁ ମୁଁ ଚିକେନ୍ ଆଣିନି କ'ଣ ଚିକେନ୍ ଆଣିବା କଥା ମାନେ ମୁଁ ରଖିଛି ମୋର କ'ଣ ଗୋଟେ ଭଲ ମନ୍ଦ କିଣି ତମକୁ ଦଉଛ କିଣିବୁ କାନରଟେ କି ପାଉଡରଟେ ନା ଆଉ କେମିତି ରହିଛି ଜିନିଷଟା ତମେ ଦଉଛ ଏରା ଯୋଉ ପଠାଉଛନ୍ତି ମୁଁ ଏଇ ପଇସାରେ କିଣୁଛି ଆଉ କେମିତି ରହିଛୁ କେମିତି ରହିଛି ମୋ ବାପା ଯୋଉ ଦେଦେଲେ 200 କେତେବେଳେ 100 କେତେ 200 ଏ ସୁନସୁନିଆ ଶାଗ ଆଇଛି ବା ଏଇଠି ମୁଁ ଡାକୁଛି ସୁନସୁନିଆ ଶାଗ ଆଇଛି ପାଗଳ ଲୋକଟା ମଉସା ରୁହ ସୁନସୁନିଆ ଶାଗ ଆଇଛି ସିଏ ଥିବନି ପଇଲାନି ସୁନସୁନିଆ ଶାଗ ମୁଁ ତ ଅନେଇଛି ଏଇଠି ଆସିଥିଲା କ'ଣ ଧରିକି ଗୋଟେ ସୁନସୁନିଆ ଖାଲି ମଉସାଟା ସବୁବେଳେ ଆଣୁଛି ମୁଁ ଶୁଣୁଛି ସେ ସୁନସୁନିଆ ଶାଗ ଆଣୁଛି ମଉସାଟା ଏବେ ସବୁଦିନ ଆଣୁଛି ସେ ସକାଳୁ ଏ କ'ଣ କରିବ ଡାକ କହୁଛେ ବଜାରରୁ ତ କେବେ ବି ଆଜି ପର୍ଯ୍ୟନ୍ତ ସୁନସୁନିଆ ଶାଗ କହି ଆଣିନ ଏ ମଉସାଟା ସବୁବେଳେ ସତ ନିଶା ହେଇଯିବ ଏ ତମେ ଯୋଉ କାମ କରୁଛ ଗ୍ରାଇଣ୍ଡର ଚଲଉଛ ତମକୁ ଶୁଭୁନି ଏତେ ବସିକି ସବୁବେଳେ ମଉସାଟା ସବୁଦିନ ଆଣୁଛି ସୁନସୁନିଆ ଶାଗ ମଉସାଟା ରଖିଲନି ତୁ ଯାଇକି ତମକୁ କହୁଛି ଟିକେ ଡାକିକି ମୁଁ ଆଗରୁ ସେ ଏବେ ଆଣୁଛି ବୋଲି ମୁଁ ଜାଣିଛି ବୋଲି କ'ଣ ହବ ଚିକେନ୍ ତ ଆଣିବା 100 ଟଙ୍କା ଦେବୁ ଚିକେନ୍ ଆସିବ ସୁନସୁନିଆ ଶାଗ ଆଉ କ'ଣ ହବ କ'ଣ ଡାକ ଟିକେ ମଉସାଟା 100 ଟଙ୍କା ଦେ ଚିକେନ୍ ନେଇକି ଆସେ ସୁନସୁନିଆ ଶାଗ ଯୋଉଟେ ଭାଜିଥିଲେ ପଖାଳ ଖାଇଥା ପଖାଳ ଖାଇଥା ସିଏ ପଇଲାନି ଥିବନି ଆଉ ସାଇକେଲ ନେଇକି କରିକି ଅନେଇଛ ଦେଖୁଛ ଆଉ ଡାକିଲା ବେଳକୁ ପାଟି ନାହିଁ ସୁନସୁନିଆ ଶାଗ ଖାଇବ ସବୁବେଳେ ଆଣୁଛି ମଉସାଟା ସିଏ କଥା ଶୁଣି ଭାବନା ରହିଯାଇଛି ମିକୁ ଚୁପଚାପ ଛିଡ଼ା ହେଇଛି ପୁଅର ଟିସୁ ମଗାଇଥିଲି ଆଉ ଟିସୁ ଆଣିବାକୁ ଅନଲାଇନ୍ ଆଇଛି ଟିସୁ ଆଇ
ଛଅଟା ଟିସୁ 6ଟା ଟିସୁ ମିକୁ ପୁଅ ଟିସୁ ମଗାଇଥିଲୁ ଟିସୁ ଆସିକି ପହଞ୍ଚିଗଲା ନେଇକି ଯାଉଛି କାର୍ଟୁନ୍ ଆସିଥିଲା ଆଜି କାର୍ଟୁନ୍ ଆଜି ଫାଟି ଯାଇଛି ଫୋକାଡ଼ି ଦେଲେ ଆଉ ଖାଲି ଧରିକି ଯାଉଛି ଆଉ 6ଟା ଟିସୁ ଆଇଛି ଆଉ ନେ ଟିସୁ ଖାଇଲା କାର୍ଟୁନ ଦେଇନି କି କାର୍ଟୁନ୍ ଫାଟିଗଲା କୋଉଠି ଫାଟିଗଲା ଏଇ ଦେଇଠି କଚି ଦଉଛ କଣ ଛୋଟା ଅଛି ବାସ୍ନାଟା କେମିତିକା ବାସ୍ନା ଟିକେ ଜଣା ପଡ଼ୁନି ଟିସୁଟା ବାସ୍ନା ଏତେ କାହିଁ ଖୁଲିଲେ ଜଣା ପଡ଼ିବ ନା କ'ଣ ବନ୍ଦ ହୋଇଯିବ ସେଇଟା ଜଣା ପଡ଼ିବ କ'ଣ ଆଇଛି ତୋର ଏଇଟା ଟିସୁ ଆଇଛି କାଣ୍ଡି ମୁଣ୍ଡ ସବୁ ପୁଛିବୁ ଚାପି ହେଇକି ପୁରା ବାହାରି ପଡ଼ିଲାଣି ହଁ କାର୍ଟୁନ୍ ଆଇଥିଲା ଭଲ ସେ ଫାଟି ଯାଇ ଚାପିକି ଆଉ ସେଇଠି କାର୍ଟୁନ୍ଟା ଫାଟି ଖୋଲିଦେଲା କାର୍ଟୁନ୍ଟା ଖୋଲି ତଳେ ପକେଇଦେଲା କେତେ ଟଙ୍କା ନେଇଥିଲା 6ଟାକୁ 294 300 ଟଙ୍କା ଆଉ 6ଟାକୁ ଆଉ ଏଗୁଡ଼ା ଗୋଟାକ ବଜାରରେ 100 ଟଙ୍କା ବଜାର 90 ଟଙ୍କା ନେଉଛନ୍ତି ଆଉ ସ୍କୁଲ କିନ୍ତୁ ଆସୁଛି ତା ସ୍ମେଲ୍ଟା କେମିତି କ'ଣ ହବ କିନ୍ତୁ ଆସୁଛି ଭଲ ନର୍ମାଲ ହଁ ତାହା ପୁଛା ପୁଛୁ ଆଉ ନା ବାସ୍ନାଟା ଗୋଟେ ସେଣ୍ଟ ଭଳିଆ ବାସ୍ନା ଭଲ ନର୍ମାଲ ନର୍ମାଲ ଆସୁଛି ଚନ୍ଦନ ଟିକେ ଆସୁଛି ଲିଟିଲ୍ ଆଞ୍ଜେଲଟା ଭଲ ସେଣ୍ଟ ଟାଇପ୍ର ଯେଉଁ ଆସିଥିଲା ଗୋଟେ ଏମିତି ସଫ୍ଟ କଲର୍ ଗୋଟେ ଆସୁଥିଲା ନା ଟିସୁଟା ଏଇଟା ପୁରା ସେଣ୍ଟ ଭଳିଆ ବାସ୍ନା ଭଲ ସେଇଟା ଏଇଥରକ ବଢ଼ିଯାଇଛି ପଇସା କେତେ ଟଙ୍କା କେତେ 400 ଟଙ୍କା ହେଇଯାଇଛି ମାନେ 6ଟାକୁ 400 ଟଙ୍କା ଏଇଟା 6ଟାକୁ କେତେ କଲେ ତାପରେ ଏଇଥରକ ଆମର ଅଳ୍ପ ପଇସା ଅଛି ନା ଦରମା ପଇସା ଅଳ୍ପ ବାହାରିବ ଘରକୁ ଯେଉଁ ପଳେଇଲେ ଛୁଟି ହେଇଗଲା ସେଇଥିପାଇଁ ମଗେଇଦେଲେ ଏଇଟା ଆଉ ନହେଲେ ଆର ଥରକ ସେଇଟାକୁ ମଗେଇ ସେଣ୍ଟ ବାଲାଟା କ'ଣ କି ଟିକେ ଭଲ ଆଉ ଝାଡ଼ା ଫାଡ଼ା ପୁଛାପୁଛି କଲେ ଆଉ ବାସ୍ନା ହେବନି ପୁଛିବା ପୁରା ଚାପିକି ପୁରା ବୋହି ପଡ଼ିଲାଣି ତାର ଇଏ ଗୁଡ଼ାକ ପାଣି ଗୁଡ଼ାକ କେମିତି ଚାଲିଛି ସେ ଯାଇଛନ୍ତି ସେଠି ଖୋଲିଦେଲା କାର୍ଟୁନ୍ଟା ଆଉ ଆଗୁଆ ଆଉ ଦେଖିନେ ମୁଁ କହିଥାନ୍ତି ନା ଫାଟି ଉଠି ଯାଇଥିବ ଭଲ ଥିବ ରିଟର୍ଣ୍ଣ କରିଦେବି କ'ଣ କରିଦେବି ସେ ଟିକେ ଫୋକା ଦେଲା ରିଟର୍ଣ୍ଣ ନ ନେଇଯିବି ନ ଦେବା ପାଇଁ ଭାରି ଚାଲାକ ଅଛି ସେ ଡେଲିଭରି ବାଲା ଆସିଥିଲା ଯେଉଁ ଖାଉନି ଘାଣ୍ଟି ହେଉଛି ଏଠି ପୁରା ଟିସୁ ଆସିଲା ନାହିଁ ଓପନିଂ ହେଇଗଲା ନା ସାଙ୍ଗେ ସାଙ୍ଗେ ପୁଛାପୁଛିର ତା ହାତ ହାତ ଧୋଇଲେ ଟିସୁଟା ନଷ୍ଟ ଖାଲି ପୁଛାପୁଛି କଲେ ଆଉ କ'ଣ ହବ ବଡ଼ ଲୋକିଆ ଭଳିଆ ଏଠି ଟିସୁର ହାତ ଗୋଡ଼ ପୁଛୁଛି ଟିସୁ କାମ ଅଛି କାମ ଲଗେଇବ ନା ଆଉ ଯେତେବେଳେ ବଡ଼ ପିଲା ହେଲାଣି ତାକୁ ପାଣି ଧୁଆଧୁଇ କରୁନୁ ଗାଣ୍ଡି ଫାଣ୍ଡି ପାଣି ଧୁଉନୁ ଆଉ ଟିସୁର କ'ଣ ଧୁଉଥିବୁ ନା ଆଉ ଛୋଟ ପିଲା ଥିଲା ଭଳିଆ ଛୋଟ ପିଲା ଥିଲା ଆଉ ଟିସୁ ବୁଝାବୁଝି ହେଉଥିଲା ଯାଇକି ଗାଣ୍ଡି ଦର୍ଶନ ନିଜର ସିନା ନିଜକୁ ଅସନା ଲାଗିବନି ଛୁଆଟା ତ ଦଶ ଲାଗୁଛି ଆଉ ତମେ ତାହେଲେ କାହିଁକି ଝାଡ଼ା ଖାଇ ବସିଥିବି କି କ'ଣ କରିଥିବି କେତେବେଳେ ଯଦି ଟିକେ ଝାଡ଼ା କରିଦେଇଥିବ ତାହେଲେ କାହିଁକି ପୁଛୁନ ଯଦି ତମର ତ ତୁ ଜନ୍ମ କରିଛୁ ତୁ ବୁଝିବୁ ନା ମୁଁ କ'ଣ ବୁଝିବି କହିଲା ସେମିତି କ'ଣ ମାନେ ଅଛି ଯିଏ ଜନ୍ମ କରି ସିଏ ବୁଝିବ ତମ ଆଡ଼ିକି କଥା ପଳେଇଲା ଯିଏ ଜନ୍ମ କରିଥିଲା ସିଏ ତମ କଥା ପଳେଇଲା ଦେହ ହାତ ପଡ଼ିଲାଣି ଗୋଟେ ଖାଲି ଲେଖା ହେଇଛି ଯିଏ ଜନ୍ମ କରିବ ସିଏ ପୁଛିବ ଆଉ କେହି ପୁଛିଦେବେନି ତମ ଆଡ଼ିକି ଯେତେବେଳେ କଥା ପଳେଇବ ମାମା ବକ ବକ ହଉଛି ନା ଗରମ ହଉଛି ଏଠି ପଳେଇ ଚାଲ ଗରମ ଦେଖୁଛନ୍ତି ଖାଲି ସେଇଠି 5 ମିନିଟ୍ ରୁମ୍ରେ ପଶିଗଲି ପୁରା ଗରମ ଦେହ ହାତ ପୁରା ଝାଳ ବେଦିଗଲି ପୁରା ପ୍ରବଳ ଗରମ ହଉଛି ଝରକା ଖୋଲା ହେଇଛି ତ ଗରମ ପବନ ଆଉଛି ବାହାର ପଟୁ ଆଜି କାମ ଫାମ ନାହିଁ ଟିକେ ବନ୍ଦ ଅଛି ରହିଛି ଉପରେ ଯେ 2 ତାଲା ଉପରେ ଯେ ଖରା ପ୍ରବଳ ପବନ ଆଉଛି କିନ୍ତୁ ଗରମ ପବନ ଦେଉଛି 5-10 ରୁମ୍ରେ 5-10 ମିନିଟ୍ ରହିଲା ବେଳକୁ ପୁରା ଭେଦି ଯାଉଛି ଫ୍ୟାନ୍ ଚାଲିଛି ଟିକେ
ଆରାମ ଲାଗୁଛି। ହଁ ଏଇଠି ସେ ଫୁଗାଡା ଫୁଟି କରୁଛି ଏଇଠି ଅଛି। ଭାତ ଘାଣ୍ଟିବୁନି ବି କୋଉ କାଲି ମାଲିକ ଯାଇଥିଲେ ମେସିନ୍ର ପାର୍ଟସ ଆଣିବାକୁ ମିଳିଲାନି କିଛି ଆଉ ପଳେଇ ଆସିଥିଲେ ସେଥିପାଇଁ ଆଜି କାମ ବନ୍ଦ ଅଛି। ଏବେ ଯାଉଛି ମାଲିକ ମିଶିକି ଯାଉଛି ପାର୍ଟସ ନେଇକି ଆସିଲେ ମେସିନ୍ ବାଗେଇବି ଆଉ ଯାଉଛି ତଳକୁ। ମେସିନ୍ର ପାର୍ଟସ ଯାଇଛନ୍ତି ମାଲିକ ଆଣିବାକୁ ମୁଁ ଗଲିନି ମୁଁ ମାଲ ନେଇକି ଯିବି ବୋଲି ରହିଲି ଗୋଦାମ ମାଲ ନେଇକି ଯିବା ପାଇଁ ରହିଗଲି ଗଲିନି। ଆଉ ମାଲିକ ନେଇକି ଆସନ୍ତୁ ପାର୍ଟସ ଆଉ ସେ ନେଇକି ଆସିଲେ ମୁଁ ମେସିନ୍ ପାର୍ଟସ ସବୁ ଲଗାଯିବ ମେସିନ୍ ଫିଟିଂ କରିବି। ଆଉ ମୁଁ ଏବେ ଯାଉଛି ଗୋଦାମ ବାହାରିକି ଯାଉଛି ଏବେ ଆଉ ମାଲ ତାକୁ ଦେଇକି ଆସିଲେ ତାପରେ ନେଇକି ଆସିଥିବେ ତାପରେ ଫିଟିଂ କରିବା ଆଉ ଖରା ଜୋରରେ ହେଉଛି ଏବେ ଯିବା ଦେଇଦେଇ ପଳେଇ ଆସିବା ଆଉ ଛିଡ଼ା ହେଇଛି ଗୋଟେ ଗଛ ମୂଳରେ ଯେ ମାଲ ନେଇକି ଯାଉଛି ଗୋଦାମ। ଆଉ ଗୋଟେ ଜିନିଷ ଦେଖାଉଛି ଗଛର ଆମ୍ବ ପାଚିକି ଖସିଲାଣି କିନ୍ତୁ ଏବେ ବଉଳ ଦେଖନ୍ତୁ ଯାଉଛି ଗଛରେ ବଉଳ ହେଇଛି ଦେଖନ୍ତୁ ଭଲସେ ଦେଖାଯାଉନି କିନ୍ତୁ ବଉଳ ଅଛି ଗଛରେ ଦେଖନ୍ତୁ ବଉଳ ଆଇଲାଣି ମାନେ ଆମ୍ବ ବି ରହିଛି ଦେଖୁନି ଗଛରେ ଦେଖନ୍ତୁ ଆମ୍ବ ବି ଗଛରେ ହେଇଛି ଏଥର ବଉଳ ଗଛରେ ପୁଣି ଆଉ ଥରେ ଆଇଛି ଆମ୍ବ ଖସିନି କିନ୍ତୁ ଗଛରେ ବଉଳ ଆସିଲାଣି କେତେ ଆମ୍ବ ହେଇଛି ଦେଖନ୍ତୁ ତା ଦେହରେ ପୁଣି ନୂଆ ଏବେ ବଉଳ ହେଇଛି ଦେଖନ୍ତୁ ଏଠି ବଉଳ ଏଇ ଉପରେ ଆମ୍ବ ବଉଳ ମାନେ ଖରା ଦିନରେ ବି ବଉଳ ବି ହେଉଛି ଗଛର ବଉଳ ହେଇଛି ଦେଖନ୍ତୁ ପଳେଇବା ଦେଇ ପଳେଇ ଆସିଲା ଲେଟ୍ ହେଲାନି ସେ ଫୋନ୍ କରିଥିଲେ ଜଲ୍ଦି ନେଇଯିବା ଛିଡ଼ା ହେଇଲି ମୁଁ ଛିଡ଼ା ହେଇନି 5-10 ମିନିଟ୍ ଛିଡ଼ା ହେଇଲିନି ଯିବା ଗାଡ଼ି ଏବେ ଷ୍ଟାର୍ଟ ହେଲା ଏବେ ଯିବା ବାହାରିବା ରାସ୍ତାରେ ବି କେହି ନାହାନ୍ତି ଏ ବର୍ଷ କେତେ ଆମ୍ବ ପାଚିକି ଖସିଲାଣି ଗଛରେ ନାହିଁ କ'ଣ ଦେଖୁ ତା ଦେହରେ ହଁ କ'ଣ ତା ମାମା ଏଠି ବସି ଚାଲ ଦୁଇଟା ନେଇ ଯାଇଥିଲା ଖେଳିବି ଚାଲ ଆମର ଏଠି ଲାଇନ୍ ଥିଲାନି ମିକୁ ଆମ ଝରକା ଉପରେ ଛିଡ଼ା ହେଇଥିଲା ଅଭିକା ଲାଇନ୍ ସାଙ୍ଗେ ଆସିଲା ଗରମ ଦିନ ଲାଇନ୍ କାଟି ଦେଉଛନ୍ତି ଅବସ୍ଥା ପୁରା ଖରାପ ହେଇଯାଉଛି ଝାଳରୁ ଭେଦି ହେଇ ଚାଲ ଫ୍ୟାନ୍ ଚାଲ ବସିବୁ ଚାଲ ଏଇ ତ ମାମା ବସିଛି ଏଠି ଚାଲ ଫ୍ୟାନ୍ ବସିବୁ ଚାଲ ଫ୍ୟାନ୍ ଚାଲିଛି ବି ଆମର ଏଠି ଗରମ ଲାଗୁଛି ଘରେ ରାତିରେ ବି ଗରମ ରାତି ଆସି 10ଟା ବାଜିଲାନି ତଥାପି ଗରମ ଆମର ଏଇଠି ଆରାମ କରୁଛି ବସିକି ପୁରା ଫ୍ୟାନ୍ର କ'ଣ ଦେଖୁଛୁ ବସିକିରି ଭାରତ ପାକିସ୍ତାନ ଯୁଦ୍ଧ ଦେଖୁଛୁ ନା କ'ଣ ଆଉ ହଁ ଖାଇବା ପାଇଁ କ'ଣ କରୁଛୁ ନା କିଛି କରୁନା କ'ଣ କରୁଛୁ ବନ୍ଧାକୋବି ଆଜି ଗୋଟେ ନେଇକି ଆଇଲି ଯେଉଁ ଧରିକି ଆଇଲି ବନ୍ଧାକୋବି ସେଟା ରହି ଶୁଖିଲାନି ସେଇଟା ଭାଜିଦେ ଦେଖିବା କ'ଣ ଭାଜିଛି ବନ୍ଧାକୋବି 10 ଦିନ ହେଲା ରହିଥିଲା ସେଇଟା କ'ଣ ଅସନା କରିକି ପକେଇଛି ଖଟ ଉପରେ ସେ ରାତିରେ ବନ୍ଧାକୋବି ଭାଜିଛି କାହିଁ ବନ୍ଧାକୋବି କୋଉଠି ଭାଜିଛୁ ଏଇଟା କେତେବେଳେ ଭାଜି ରାତିରେ ଭାଜିକି ରଖିଛୁ ନା କ'ଣ ନା ଭୋର ଭାଜିକି ରଖିଛୁ ଘରଟାକୁ ଅଳିଆ କରି ପକେଇଛି ଆମ ପୁଅ ବସ୍ତା ଖରାପ ପୁରା କ'ଣ କରୁଛୁ ଶୁଣା ଏଠି ଝରକା ବନ୍ଦ ଅଛି ତୁ ଏଇଠି ବସିଛୁ ତୋ ପବନ ବାଜୁଛି ଏଇଠି ବସ ଥଣ୍ଡା ପବନ ବାଜୁଛି ଦେଖି ଏଇଠି ଝରକା ଫାଙ୍କା ଖୋଲା ହଁ ୟାକୁ ଏଠି ଘର ଭିତରେ ଡର ଲାଗୁଛି ଦିନ ବେଳେ ବି କବାଟ ଦେଇକି ରହୁଛି ରାତି ବେଳେ ବି କବାଟ ଦେଇକି ରହୁଛି ତ ସବୁବେଳେ ତ ଖାଲି ଭୂତ ଖାଇଯାଉଛି ନାକୁ ଆଉ ହାତ ପଛଡ଼ ଖାଲି ହାତ ବଢ଼ଉଛି ଆକୁ ଭୂତ ଖାଇଯାଉଛି ମା ଛୁଆଙ୍କୁ ଖାଲି ବସି ଖାଲି ମୋବାଇଲ ଦେଖ କ'ଣ ହଁ ପିପୁଲ ଆଗ ନା କାମୁଡ଼ି ଦେବ ନାଇଁ ପିପୁଲ କାମୁଡ଼ି ଦେବ ପଳେଇଆ ଖାଇବୁନି କି କେତେବେଳେ ଖାଇବୁ ଆଉ 10ଟା ବାଜିଲାନି
ତାର ତାକୁ ଖୋସାଇଲୁ ପୁଅ ଖୋସାଇଲୁନି ପୁଅ ଖୋସାଇଲୁନି ତା ମୁଁ ଯାଉଛି ମୋ ଡ୍ୟୁଟିଟା କରିଦିଅ ମୋ ଡ୍ୟୁଟି ରାତି ସବୁବେଳେ ରହୁଛି ବିଛାବିଛି ମୁଁ ବିଛାଇବି ଇଏ ସକାଳୁ ଗୋଟେଇବ ସ୍ୱାମୀ ହେଇକି ମୁଁ ବିଛାଇବି ଇଏ ଖାଲି ଶୋଇବେ ଆମେ ଭଲ ପାଇବା ମୁଁ ଯାଉଛି ବିଛେଇ ଦିଆ ସେ ତାକୁ ଶୋଇଦେବୁ ସାହାଯ୍ୟ ମୁଁ ଯାଉଛି ଏଠି ଆସି ରହିକି ଗପ ପାଇଲେ କି ଲାଭ ନାହିଁ ବିଛେଇ ଦିଏ କ'ଣ କହୁଛୁ କୁଆଡ଼େ ଯିବି ହଁ କୁଆଡ଼େ ଯିବା ଇଏ ରାତି ଦିନ ତ ମୋ ପଛ ଛାଡ଼ୁନି ଖାଲି ଯିବା ଯିବା ହେଉଛି ହଁ ତ ଖାଲି ବୁଲିବ ତୁ ଖାଲି ବସି ମୋବାଇଲ୍ ଦେଖିବୁ ହଁ ତୋ କଥା କହିପାରୁନି ଆଉ ମୁଁ ବିଛେଇବା ଏଠି ଅସନା କରୁଛୁ ଏଠି ସଫା କରୁଛି ମାନେ ହଇ ଖଡ଼ା ଝାଡ଼ୁ ମାନୁ ବିଛେଇ ଅଳିଆ କରିବ କହୁଛୁ ହାଇ ମାରୁଛୁ ଏଠି ବସିକି ବସ ନା ମୋବାଇଲ୍ ନୁହଁ ଛୋଟ ପିଲା ମୋବାଇଲ୍ ନିଅନ୍ତିନି ଥାଉ ମୋବାଇଲ୍ ମାଗୁଛି ଟିକେ ଥାଉ ବାଣ ଫୁଟୁଛି ଏପଟେ ବାଣ ଫୁଟୁଛି ସଫା କର ବିଛେଇବେ ରେ ଗୋଟେ ମିନିଟ୍ ଦିନ ସାରା ବସୁଛି ହଉନି ଗୋଟେ ମିନିଟ୍ ବସୁଥିଲା ଏଠି ହଁ ଝାଡ଼ୁ ମାରେ ମୁଁ ଏଇଟା ମୁଁ ହିଁ କରିବି ମାମା କ ଝାଡ଼ୁ ମାରେ କହ ମାମାକୁ ଆମ ଖଟ ଉପରେ କାର୍ଟୁନ୍ ପଡ଼ିଛି ଆମେ ମୁତି ଦେଉଛୁ ବୋଲି ଖଟଟା ଭେଦି ଯାଉଛି ନା ପ୍ରାୟ ଖଟଟା ସେଥିପାଇଁ ଆମ କାର୍ଟୁନ୍ ପଡ଼େ ଏଇଟା ମଶାବତୀ କାର୍ଟୁନ୍ ଗୁଡ଼ାକ ଆଣି ପକେଇଛୁ ଆଣିକି ଗୋଟେ ଦାମୀ ଭାବେ ଖେଳଣା ସଫା କର ସେତିକି ଖେଳଣା ଆଉ ନାହିଁ ଉଠ ବାବା ଝାଡ଼ୁ ମାରି ଝାଡ଼ୁ ମାରିଲା ମୁଁ ମୋ ଡ୍ୟୁଟି ହେଲା ବିଛେଇବା ଡ୍ୟୁଟି ଆଉ କଥାଟା କହୁଛୁ ବଡ଼ ବଡ଼ ମାନେ ବଡ଼ କାମଟା କରିଦେଉଛି ନା କୋଉଠି ଯା ବାଲି ପଡ଼ିବ ହଉ ସେ ଘାଣ୍ଟିଲେନି ଓଇଠାରେ ଏଠି ଶୋଇଲା ଆଳୁ ମାଛ ସଇଲା ମୁଁ ବିଛାଇ ଦିଏ ତାହେଲେ ଖାଇକି ଶୋଇବା ଆଉ ଏବେ ଭିଡ଼ିଓ ବନ୍ଦ ହେଇଗଲା ଏଇଠୁ ଆଉ ନାହିଁ ଶେଷ ଗରମ ହୁଅନ୍ତାନି ଆଉ ଲାଇନ୍ ପଳେଇ ଯାଇଛି ଘର ଭିତରେ ପଶିକି ରହିଛନ୍ତି ମାଛ ଏତେ ଡର ଲାଗୁଛି ଝାଳରେ ଭେଦି ଯାଇଛନ୍ତି ପୁରା ଭିତରେ ପଶିକି ରହିଛନ୍ତି ଘର ଭିତରେ ଏତେ ଡର ଲାଗୁଛି ମାଛ ଝାଡ଼ୁ କରିବା